ଚୁଡ଼ା ମୁଢ଼ି ଭଜା ଖାଇଦେଇକି ଆଇଲି। ଏବେ କାମ କରିବା ଆଉ ଅଧଘଣ୍ଟେ ଘଣ୍ଟେ ପରେ ଗଲେ ପଖାଳ ଖାଇବା। ଆଉ ମୋ ପଛେ ମୋ ଆମ ପୁଅ ଆଉଛି, ମୋବାଇଲରେ ପହଞ୍ଚିଲେଣି। ଏବେ କାମ କରିବା, କାମ ସାରିକି ଯିବା। 8ଟା 8:30 ଟାଇମ୍ ଯିବା ପଖାଳ ଖାଇକି ଆସିବା। ଆଉ ଅଭିଆ ତ ଚୁଡ଼ାମୁଡ଼ା ଖାଇକି ଆଇଲେ, ଏବେ ତ ଭୋକ ଲାଗିବ, କାମ ସାରିକି ଯିବା। ଆଉ ଯାଇଥିଲି ଦୌଡ଼ା ଦୌଡ଼ିକି ଘରକୁ ଯାଉଛି। ଆଉ ମସ୍ତ ଆସିଲାଣି। ମୁଁ ଯାଇଥିଲି ବୁଲାଇ କତ ସଉଦା ଆଣିବା, ମନି ସେଇଠି ହଠାତ୍ ଆସିକି ପହଞ୍ଚିଗଲା। ହଁ ବେଶୀ ପହଞ୍ଚି ତା ବାକି ଥିଲା ଦେଇଦେଲି। ମାଗି ହଉଛି ପଇସା ଦିଅ ଦିଅ କଣ ନାହିଁ। ମନୀଷକୁ ପଚାରିଦେବି ସବୁଦିନ ମାଗି ହଉଛି, ସବୁବେଳେ କହୁଛି ଜଣା ପଡୁନି ମତେ ଦବାକୁ। ଦବ ମୁଁ ଆଜି ଯିବନି କି ସେ ଆଜି ଦୋକାନ ନେଇକି ଗଲେ କହିଲେ ଦବା ଆଜି ତା ଦେହ ଆଜି ହେଇଯିବ। 500 ସାଙ୍ଗେ ସାଙ୍ଗେ ତୁ ମଗେଇ ଦଉନୁ, ମୁଁ ତ ତୋର କ'ଣ ପଳେଇ ଯାଉଛି ସାଙ୍ଗେ ସାଙ୍ଗେ। କଣ ମଗେଇବି? ମୋର ଅନଲାଇନରେ ଦରକାର, ମୁଁ ଅନଲାଇନରେ ମଗେଇବି। ଅନଲାଇନରେ ମୋର 5 ଟଙ୍କା କାହିଁ ମୁଁ କହୁଛି ମଗେଇବି। 8-10 ଦିନ ଲାଗୁଛି ଆଣିଲା ବେଳକୁ, ମୁଁ ମଗେଇବି ଡେରି ହବ। ହଁ ତୁ ମଗେଇବା, ମୁଁ କହୁଛି କେମିତି ମଗେଇବି? ପଇସା ଥିଲେ ନା ନଥିଲେ ମୋ ଆକାଉଣ୍ଟରେ? ସେ ମନୀଷ ଯାଉ ସନ୍ଧ୍ୟାକୁ କହିଲେ ଦବନି, ରାତିକି ଦବ। ସେ ରାତିର ବେପାର ସାରିକି ଯାହା ପଇସା ହେଇଥିବ କହିକି ପଠେଇଦବ, କହିକି ପଠେଇବ ଯଦି ମୁଁ ତାକୁ କ୍ୟାସ୍ ଦେଇଦେବି। କ'ଣ ଏଠି ଆଳୁ ସିଝାଇଛି, କରେଇରେ କ'ଣ ଆଳୁ ସିଝା ହେଇଛି? ଡବଲ ଆଳୁ ମିଠୁର ଯୋଉଟା ଏକ ମିକୁଳି ଆଳୁ ଖାଉନି। ଏଇଟା ତରକାରୀ ହବ, ସେ ଆଳୁ କେମିତି ହବ? ତରକାରୀ ହବ। ଦ୍ୱିପହର ପାଇଁ କ'ଣ ହେଇଛି? ବଡ଼ି କଦଳୀ ଭଜା। କଦଳୀ ଭଜା କାହିଁ କଦଳୀ? କଦଳୀ ତାର ଡ୍ୟାନ୍ସ ଗାଡ଼ି ଆଣିଛି। ଡ୍ୟାନ୍ସ ଲେବେ ହେଇଲାନି 2 ଟଙ୍କା ନାଖେ। ସେଇଟା କ'ଣ ମଙ୍ଗଳସୂତ୍ର? ଆମ ଔକାତ ମଙ୍ଗଳସୂତ୍ର। ଔକାତ ଖାଇଦେଲେ ତ ଆରାମରେ ରୋଷେଇ କରିବୁ ନା। ରୋଷେଇ କରି ତାକୁ ଖୁଆଇବି ବାଇନେ, ଖୁଆଇକି ତାକୁ ଖୁଆଇ ସାରିଲେ ଏଇଟା କରିବି ତରକାରୀ, ତାପରେ ଯାଇକି ତାକୁ ଶୁଆଇବି। ତ ୱାଇଫାଇ ନାହିଁ, ଏମିତି ସାଙ୍ଗେ ସାଙ୍ଗେ ସରିଯାଉଛି। ସରିଯାଉ ଦେଖିବେ ସାଙ୍ଗେ ସାଙ୍ଗେ ସରିଯାଉଛି, ଭଲ ଲାଗୁନି। ଆଉ ଫାଙ୍କା ହେଇକି ବସିବ। ଏରିଆ କ'ଣ ଏଥରକ ମୋ ପାଇଁ 900 ଟଙ୍କିଆ ରିଚାର୍ଜ କରିବ। ନହେଲେ 2500 ଟଙ୍କା ରିଚାର୍ଜ କରିତେ 3 ମାସ। 3 ମାସ କାଇଁ ଅସୁବିଧା କ'ଣ? 3 ମାସିଆ କଲେ ଭଲ ନା, ପଇସା କମ୍ ପଡ଼ିବ। ପଇସା କମ୍ ପଡ଼ିବ, ପଇସା ଥିଲେ ହବ ନା। ପଇସା ନିଜେ ତ ରିଚାର୍ଜ କରିପାରିନି ମୁଁ 300 ଟଙ୍କିଆ, ଆଉ ତତେ ପଇସା ଥିଲେ ହେଲା କ'ଣ? ମାସକୁ ଏଇ 3 ମାସରେ ଥରେ ତ କରିବ। ଆଉ ଏଇନେ ତମର 1000 ଟଙ୍କା ନିହାତି ଦରକାର ହେଲେ କୋଉଠୁ କେମିତି କରିକି ଆଣିବ? ଯେମିତି ନା ନା, ଯେମିତି ହେଲେ ଯୋଉଠୁ ହେଲେ ଆଣିବ ନା ନାଇଁ 1000 ଟଙ୍କା। ସେମିତି ଯୋଉଠୁ ଯେମିତି କରିକି କରିଦବ ରିଚାର୍ଜ। ଆଉ କ'ଣ ଏଇ ପଇସାଟା କ'ଣ ବୁଡ଼ି ଯାଉଛି? ନାଇଁ ହେଇଯାଉଛି। ମୋର ନାହିଁ ସେ ଔକାତ ଏତେ ଟଙ୍କା ରିଚାର୍ଜ କରିବାକୁ। ଆରେ 3 ମାସ ସେଇ ତୁ ସେଇ 200 ଟଙ୍କା କର। ଏକା କଥା ହେଲାନି, ମାସକୁ 350 ହେଲେ ଅଧିକା ଗଲାଣି ବା। ସେମିତି ହଠାତ୍ ଏତେ ପଇସା କୁଆଡୁ? 1000 ଟଙ୍କା 1000 ଟଙ୍କା ହାତରୁ ମାଗିକି ଆଣିବ, ଆଡଭାନ୍ସ ମାଗିକି ଆଣିବ ପଇସା। ଆଉ କଦଳୀ ଆଡଭାନ୍ସ ଏବେ ନୁହଁ, ଯେତେବେଳେ ରିଚାର୍ଜ କରିବା, ଯେତେବେଳେ ରିଚାର୍ଜ ସରିଯିବ ସେତେବେଳେ 1000 ଟଙ୍କା ଆଡଭାନ୍ସ ଆଣିବ। ଆମେ କରିବା, ତାକୁ କାହିଁ ତମେ କହିବ କି କରିବାକୁ? ଆମେ ଆଡଭାନ୍ସ ଖାତାରେ ପକେଇକି ଆଣିବ, ଆମେ ଆମର କରିବା। ଆଉ ଏବେ ଆଉ କିସ୍ତି ପଇସା ଏମିତିରେ ଆଉ ଆସୁନଥିଲା କି ମାସକୁ ମାସ? ଆଉ ଘର ଖର୍ଚ୍ଚ ହବନି, କେମିତି ହବ? ତମେ କି କଥା? ମୋର ସେ ଔକାତ ନାହିଁ 1000 ଟଙ୍କା ରିଚାର୍ଜ କରିବାକୁ। କ'ଣ ଦିନକୁ 1000 ଟଙ୍କା ନା ରିଚାର୍ଜ? ସିଏ ଦିନକୁ ସେ 3 ମାସ ହଉ, ଯାହା କେତେ ମାସ ହଉ, ସେଇ 200 ଟଙ୍କା କରେ। ମାସକୁ ଯୋଉ 350 ଟଙ୍କା ରିଚାର୍ଜ ହଉଛି, 3 ମାସକୁ କେତେ ହେଲା? 3 ମାସକୁ କେତେ ହେଲା? ହେଇଟା ଔକାତ ଅଛି ନା? ହିସାବ କଲେ କେତେ ହେଲାଣି 3 ମାସକୁ? ହେଇଟା ରିଚାର୍ଜ କଲା ବେଳକୁ ଔକାତ ଅଛି, 900 ଟଙ୍କା କଲା ବେଳକୁ ଔକାତ ନାହିଁ ତମର। 350 ହିସାବ କଲେ କେତେ ଟଙ୍କା ହେଲାଣି? 1050 1050 900 ଟଙ୍କା ହିସାବ କେମିତି କରୁଛ? 300 300 600 300 900, ଇଏ ହଉଛି 150। କେତେ ହେଲା? 1150। 1250 ନା। ପାଠ ପଢୁଛୁ ବାବା, ମୂର୍ଖ ଚାଲି ହେଇଛି ପାଠ ପଢିବ। ତୁ ମିକୁ ସାଙ୍ଗରେ ବି ଯା ପାଠ ପଢେ। ରୁହ ମୁଁ ହିସାବ କରେ, ହଠାତ୍ ବାଉନରେ କେମିତି 1050 ତୁ ମିକୁ ସାଙ୍ଗରେ ଯା ପାଠ ପଢିବ।
ହଁ 1050 ହଉଛି ଏମିତି 900 ଟଙ୍କାରେ କରିଦେଲେ ଅସୁବିଧା କଣ ବା 1050 ଦବ। ହଁ ତୁ ବହୁତ କହୁଛୁ ଜଲ୍ଦି ରୋଷେଇ କର ମୁଁ ଖାଇବି ତମେ ଆଇଲେ ଖାଇବି ଗଲ ଖାଇବି ମାନେ ଭୋକ ଲାଗିବନି ଯାଉଛି କାମ ସାରେ ଆଉ କାମ କରୁଛି ବହୁତ। ତମ ପେଟ ନା ଗାଡିଆ ବା ତମେ ବେଗି ବେଗି ଆସ ମତେ ୱାଇଫାଇ ଟିକେ ଦବ। ହଁ ୱାଇଫାଇ ନା ଆସିବ ନା ଗୁଡ଼ ଆଉ ତାହେଲେ ମୋର 3GB ମୁଁ ଆଇଲା 4ଟା 5ଟା ହେଇଯିବ ଫୋନ୍ ଯିବୁ ତ 3GB ବାଲା ରିଚାର୍ଜ କରିଦବ ମୋର। ତୁ କାମ କର ପକାଉ କହ ଦିନକୁ 3GB MB ରିଚାର୍ଜ କରିଦବ। ଏମବି ବାଲି ସେଇ 900 ଟଙ୍କିଆ ସେଇ 900 ଟଙ୍କିଆରେ ବି ଅଛି। ଏତେ ଏମବି ଏତେ ରିଚାର୍ଜ କରିବା ତା କହୁଛୁ କଣଟା ପଇସା ଇନକମ୍ କରୁଛୁ ସବୁବେଳେ ସେ ପଇସା ଧରିକି ରହୁଛୁ ଖାଲି ଗୋଟେ ଇନକମ୍ କଲେ ଦବ ନହେଲେ କଣ ଦବ। ତାହେଲେ କାମ କରୁଛୁ ଆମେ ବସେଇ ମାସକୁ 2-3 ହଜାର ଟଙ୍କା ମାସକୁ ଏଥିରେ ତୁ ମାସକୁ 1000 କର 3000 କର ଯେତେ ରିଚାର୍ଜ କରୁଛୁ କର କାମ କରିଛି ତମ ସାଙ୍ଗରେ। ହଁ ଆଉ ଇଆଡ଼େ ରନ୍ଧା ବଢ଼ା କିଏ କରେ ଲୋକକୁ କିଏ ଦେଖିବ ସିଏ ତ ସାଙ୍ଗରେ କାମ କରି ତାକୁ ଦିଆଯିବ 500 ଟଙ୍କା। ସେ ଅଖା ଗୋଟେଇବ ନା ଚାଉମିନ ଗୋଟେଇବ। ତୁ କାମ କରିବୁ ମିକୁ ଚାଉମିନ ସଫା କରିବ ନା ଏଇ ଯୋଉ ଅଖା ଗୋଟେଇବ। ଯାହା ବି କହ ତାକୁ 500 ଟଙ୍କା ଦିଆଯିବ ତତେ 1500 ଟଙ୍କା ଦିଆଯିବ ମାସକୁ। ହଁ ମୁଁ କଣ ସବୁଦିନ କାମ ତୁ 1000 ଟଙ୍କା ରିଚାର୍ଜ କରିବୁ କହୁଛ 500 ଏକ୍ସଟ୍ରା ଦିଆହେଲାନି ଖର୍ଚ୍ଚ ପାଇଁ। ନା ମୁଁ କଣ ସବୁଦିନ କାମ କରୁଛି ଆଉ ସବୁଦିନ ଦିନ ଅଧେ ନା କଣ ଦିନକୁ 1500 ନା ଆଉ ତମେ ଆସିଛ ମାସକୁ କାମ କଲେ 500 ଏଇ 1500 ଆଉ ତମେ ତ ଏକା ରଖିଥିଲ ଲୋକ ଆଉ ପଳମ ତମେ ଏକୁଟିଆ ଲୋକ ରଖିଛ ଆଉ କେହି ରଖୁନାହାନ୍ତି କାମ କରୁନାହାନ୍ତି ମାସକୁ 1500 କୁଆଡେ ତମେ ଆସିବ ତମ ଘର କୋଉଠି ମ ଦେଖିବା ମୁଁ ତମ ଘର କୋଉଠି ଦେଖିବା। ମୁଁ ଯାଉଛି କାମ କରିବି ଆସ ମୁଁ ତାଙ୍କୁ ଟିକେ ଚାଉମିନ ଅର୍ଡ଼ର ଆସିଛି ଯାଉଛି ଦେବାକୁ ଚାଉମିନ ଦେଇକି ପୁଣି ଆସିବି ଘରକୁ ଆସିଲେ ଖାଇବି ତାପରେ କାଠ ଆଣିବାକୁ ବି ଯିବି ଏବେ ଯିବାକୁ ଟାଇମ୍ ଯିବା ପରିବା ମାର୍କେଟ ଅଛି ଟମାଟୋ ଦିଟା ଧରିକି ଯିବା ଏ ଛତ ବଜାର ପରିବା ମାର୍କେଟ ଫୁଲକୋବି କଖାରୁ ପଡ଼ିଛି ଏଇଠି ଛତ୍ର ବଜାର ଆସିଥିଲି ସେ ଚାଉମିନ ଦେବାକୁ ଚାଉମିନ ଦେଲି ତାପରେ ଚାଉମିନ ବାନ୍ଧିବାକୁ ଆମର ଟ୍ୟୁବ୍ ଯେଉଁ ଦରକାର ଟ୍ୟୁବ୍ ଥିଲା ଛିଡ଼ି ଯାଇଛି ଆଉ ଟ୍ୟୁବ୍ ଏଠୁ ନେଇକି ଗଲି ଟ୍ୟୁବ୍ ଏଇ ଦେଖୁଛି ଟ୍ୟୁବ୍ ଇଏ ହେଲା ସେଇ ଟ୍ୟୁବ୍ ଏ ଭିଡ଼ା ଯିବ ପଛ ଯେମିତି ଏଇ ଦେଖିଲୁ ନା ପଛ ଭିଡ଼ା ହେଇଛି ଏ ହେଲା ସେଇ ଟ୍ୟୁବ୍ এই বলটার দাম 150 টাকা ସେ ଟ୍ୟୁବ୍ ଛିଡ଼ିଗଲାଣି ନା ବସ୍ତା ଖସି ଯାଉଛି ସେଥିପାଇଁ ନୂଆ ଟ୍ୟୁବ୍ କିଣିକି ନେଲି ଏବେ ଘରକୁ ଯାଉଛି ଆଗରେ ମଇଦା ଦୁଇଟା ଧରିକି ପଳେଇବି ଆଉ କାଠ ଧରିକି କାଲି ସନ୍ଧ୍ୟା ହେଇଗଲା ଏବେ କାଠଟା ପକେଇଦେବା କାଲି ମାଆ ଆସିଯିବ ଆଉ କାଠ ନାହିଁ ଅଳ୍ପ କାଠ ଥିଲା ଯାଇକି ଧରିକି ଆସିଲି କାଠ ଏତିକି କାଠ ଅଛି ହେବନି ଆଉ କାଠ ପକେଇବା ତଳେ ଖୋଲିକି ଲୁନାଟା ବାହାରକୁ ନେଇକି ଯିବା ସକାଳୁ ଉଠି ଭୋରୁ ଭୋରୁ କାମ ହେବ ଆଉ ସକାଳୁ ଯାଇ କାଠ ଆଣି ହେବନି ନା ସେଥିପାଇଁ ଏବେ ନେଇକି ପଳେଇବି ଗୁଦାମ ସେ ଲେଟ୍ ହେଲା ଆସିବା ବାହାରେ ଦିନ ଅଛି ଆଉ ଗୋଟେ କମ୍ପାନୀ ଭିତରେ ସନ୍ଧ୍ୟା ରାତି ହେଇଗଲାଣି ଉପରେ ଏଇ ଦିନ ଅଛି ଦେଖାଯାଉଛି ପକେଇଦେଲେ ଲୁଣା ପକେଇଦେବା ବାହାରକୁ ନେଇଯିବ ଆମ କାମ ବନ୍ଦ ଅଛି ମଇଦା ଧରିକି ଆସିକି ମଇଦା ଆଣି ପକେଇ ସାରି ଯାଇଥିଲେ କାଠ ଆଣିବାକୁ କାଠ ଧରିକି ଆଇଲି
ଆଜି ତ କାମ ବନ୍ଦ ଅଛି ଏଠି ବନ୍ଦ ବାନ୍ଦ କରିଦେଇକି ପଳେଇ ଆଉ ଘରକୁ ଆଉ ପୁଣି ଯାଇକି ରେଷ୍ଟ ନେବା ଟିକେ ଆଉ ସେ ପାଣି କ'ଣ କରୁଛି ଦେଖିବା ଆଉ ଛତ ବଜାର ପରିବା ବି ଧରିକି ଆସିଥିଲି ପରିବାଟା ନେଇକି ଯିବା ଉପରକୁ ସନ୍ଧ୍ୟାବେଳେ ଲାଇଟ୍ ଫାଇଟ୍ ନ ଦେଇ କ'ଣ କରୁଛ ହାଁ ମାମା କାଇଁ ହାଁ ଏ ଟମାଟୋ ତ ମାମା କାଇଁ କାଇଁ ତ ମାମା ସଜ ହଉଛି ବେ ଆଉ ସନ୍ଧ୍ୟା ହେଇଲାଣି ତୁ ସଜବାଜ ହଉଛୁ କୁଆଡ଼େ ଯିବୁ କି ହଁ ପଇସା ସନ୍ଧ୍ୟା ହେଲାଣି ସଜ ହଉଛି କୁଆଡ଼େ ଯିବୁ କି ସନ୍ଧ୍ୟା ହେଇନି ତୁ ଲାଇଟ୍ ଫାଇଟ୍ ରହୁନୁ ଘର ଅନ୍ଧାର ହେଇଗଲାଣି ହଁ ଅଳ୍ପ ଟିକେ ଦିନ ହେଉଛି ମୁଣ୍ଡ କୁଣ୍ଡେଇ ଦିନରେ କ'ଣ କରୁଛୁ ଦିଦି ପରେ ବୁଲାଉନି ସକାଳୁ ଗାଧଉଛୁ ସକାଳୁ କୁଣ୍ଡଉନୁ ସଜବାଜ ସତ କୁଆଡ଼େ ଯିବୁ ତୁ ଆଲୋ କାହାକୁ ଲାଇନ୍ ଫାଇନ୍ ମାରୁଛୁ କି ଦେଖିବାକୁ ଯିବୁ କି ହଁ ଯିବୁ ଯା ଭଲସେ ମେକଅପ୍ ଫେରା ଲାଗୁଛି ମାରେ ସେ ଦୁଇ ଖା ହଁ ଟମାଟୋ ଧରିକି ଆସି ସିଏ ତାକୁ ନେଇଗଲାଣି ଖାଇବ ବୋଲି ସେ ଧୋଇକି ଖା ସେମିତି ଖାନା ମାଇଚାଲେ କି ସିନ୍ଦୁର ଲଗେଇଛୁ ନା ମୁଁ ଖାଇବିନି ତୁ କା ତୁ କା ସଜବା ସଇଲା ଥଣ୍ଡା ପଇସା ଦେ ପଇସା ଦଉନୁ ପଇସା ଫଟକି ଆଣିବୁ ଧରିକି ଆସିବୁ ଥଣ୍ଡା ଟମାଟୋ ଦେଖୁ ଗଲାନି ଛାଡ଼େ ଶିବାନୀ ଛୁଟ କ'ଣ ଛୁପ ପକାଇ ଦେଉଛି ଦୃଷ୍ଟି ଛୁପ ପକା ଅଜବ ଯେ ମୁଁ ଦେଖୁଛି ଯିବ ତୋର ପ୍ରାୟ ଜିନିଷ ଅଜବ ପ୍ରକାର ଛୁପ ପକାନ୍ତି କାଳେ ଅଜବ ସେତିକି ଥାଉ ନା ବେଶୀ ଆଉ କ'ଣ ଅଛି ନା ସନ୍ଧ୍ୟା ହେଲାଣି ଲେଟ୍ ହେଲାଣି ମୁଁ ଖାଇକି ଗଲାଣି ଖାଇବ ଗୋଟେ ବେଳ ଭାତ ଖାଇକି ଯାଇଥିବ କେତେବେଳେ ଖାଇବି ଦେ ମୁଢ଼ି କ'ଣ ପିଇବାକୁ ଇଚ୍ଛା ହେଉଛି ଥଣ୍ଡା ପିଇବାକୁ ଇଚ୍ଛା ହେଉଛି ଅଳ୍ପ ମୁଢ଼ି ଦେ ଅଳ୍ପ ହଁ ସେତିକି ଥାଉ ତରକାରୀ ଦେ ଦ୍ୱିପହରେ ଗୋଟେ ବେଳେ ଖାଇନି ବୋଲି ମୋତେ ପେଟ ମୁଲାନି ଘରେ ନା ସେତିକି ହେଇଯିବ ଦେ ଏବେ ଭାତ ଖାଇଦେଲା ଆଉ ଖାଇବାକୁ ଇଚ୍ଛା ସେଟା କ'ଣ ବଡ଼ି କଷା କରୁଛୁ ନା କ'ଣ ହଁ ଦେଇଦେ ଡାଲି ଗୋଳାଇକି ସବୁ କାହିଁ ଦେଉ ରଖିଥାଉନୁ ଆଳୁ ଦେ ହଁ ତୁ ଖାଇବୁ ଆଳୁ ସବୁ ଟମାଟୋ ରଖିଦେଇ ହେଇଛ ନା ହଁ ମାସ ସବୁ ଗୋଟା ଗୋଟା ନେଇକି ଦେଖି ବଡ଼ି ଦିଟା ଦେବି ଖାଉ ଡାଲି ଦେ ଭୋକ ପେଟ ଗୋଟେ ମୁଡ଼ିଲାନି ମୁଁ ଜଲ୍ଦି ପଳେଇ ଗୋଦାମ ଲେଟ୍ ହେଲା ମନି ସଟକେଇ ଦେଲା ତାର ଦିଟା ମୁଣ୍ଡରେ ପିଆଜ କାଟିକି ଦିଟା ପକା ଟିକେ ଲୁଣ ପକା ଟମାଟୋ ଖାଇକି ଟମାଟୋ ଗନ୍ଧ ଆଉ ଯୋଡ଼େ ମୁଢ଼ି ଦେବେ ନା ସେତିକି ହେଇଯିବ ପିଆଜ କଥା ମନେ ପଡ଼ିଲାନି କହିବାକୁ ଗୋଦାମକୁ ଯାଇଥିଲ ବଢ଼ିଆ ଗୋଦାମକୁ ଆଣିଥାନ୍ତ ସେ ତୁ ଶୋଇକି ପଇସା ନାହିଁ ପିଆଜ ଆଣୁଛି ଏଇ କୋବି ଟମାଟୋ ଆଣିଛି ଦେଖିବା କେତେ ଟଙ୍କା ଆଣି କହୁଛି କୋବିଟା 30 ଟଙ୍କା କିଲୋ ସାରା କିଲୋ 15 ଟଙ୍କା ବନ୍ଧାକୋବି ସିଏ କ'ଣ ପଇସା ଦବ ତମେ ଜାଣିନ କି ଆମର କୋବି ଗୋଟା କେତେ ଟମାଟୋ କେତେ ଆଣିଛ ତମେ କ'ଣ ଜାଣିନ ହଁ ଟମାଟୋ ଥିଲା 20 ଟଙ୍କା 30 ଟଙ୍କା ହେଇଯାଇଛି 30 ଟଙ୍କା ଟମାଟୋ କେତେ ଆଣିଛ ଟମାଟୋ କିଲୋ ଆଣିଛି କିଲୋ ହଁ 30 ହଁ 30 ଟଙ୍କା ବନ୍ଧାକୋବି 30 ଟଙ୍କା ବନ୍ଧାକୋବି 30 60 ତ ସିଏ କ'ଣ ରେଟ୍ ଦବ ପରିବା ତମେ ଆଣିଛ ନା ତମେ ଜାଣିଛ ମୁଁ ଆଣିଲି ବୋଲି ଆମର ଯେତିକି ଟଙ୍କା ସେତିକି ତମେ ଜାଣିନ ସିଏ କ'ଣ କହିବ ସେ କ'ଣ ଆଣିଛି ଆମର ଆମେ ଆଣିଛେ 60 ଟଙ୍କା ସେ ଯଦି କହିବ 100 ଟଙ୍କା ତାପରେ ଦୁଷ୍ଟ ନା ମତେ ଭାରି ଚିନ୍ତା ଖାଲି ପଇସା ଚିନ୍ତା କାହିଁ କହିଲ ଘରକୁ ଗଲା ବେଳକୁ ମତେ ସେଇଟା ଡର ମାରୁଛି ସେ ଯଦି ଦବନି ଘରକୁ ଗଲା ଏକାଥରକେ ସେମିତି କହି ନ ଦେଲେ ପଇସା ଆଉ ଆସିନି ସିଧା ମୁହଁରେ କହିଦେଇଛି
ନଦେବ ଯଦି ପଇସା ହାତ ମୁଁ ଆସିବିନି। ଆଉ ଯେଉଁ ଆମ ପୁଅର ଯେଉଁ ସାଇକେଲ ଖେଳନା ଅଛି ସବୁ ପଛରେ ଆସିକି ନେଇଯିବି ଥୋଇ ଦେଇଯିବି। ସେ ଆମେ ଯେଉଁ କହିଛ ମୋତେ ଲାଗୁଛି ସେଇଆ, ନହେଲେ 22 ତାରିଖ ଆଡ଼େ ଲମ୍ବେଇଲାନି। ଯଦି ସେ 22ରେ ଦେବ ଆଉ ତ ନା ତା ନାଇଁ ବା 17 ପଇସା ଦେଖୁ ବୁଢ଼ୀକି ଠାକୁର ଜାଣିପାରୁନ ଠାକୁର ମୋତେ ବିଶ୍ୱାସ ଲାଗୁନି ସେ ମିଛରେ ପଇସା ପାଇଁ ନା କେତେ କଥା କ'ଣ ନାଇଁ କହିଦେଇପାରିବ। ପଇସା ପାଇଁ କେତେ କଥା କହିଦେଇ ପାରିବ ସେ। ବିଶ୍ୱାସ କ'ଣ ଏମିତି ଟାଇମରେ କେତେ ପିଆଜ ପକଉଛୁ? ଗୋଟେ ସେ ଏମିତି ଟାଇମରେ ମନକୁ ଯାହା ଆସିବ ସେଇଆ ସେ କହିନବ। ସିଏ ସେତେବେଳେ ଆଉ ଦେଖୁଛି ସେ କଥା କହିବାରେ ପୁରା ମାଷ୍ଟର। ହଁ ଏବେ 22 ତାରିଖରେ ଦେବ ନା। ଆମେ ଘରକୁ ଯିବା 7, 8, 9ରେ ଘରକୁ ଯିବା। ସେ କ'ଣ ସେ ଗରମ ଆସୁଛି ଘରେ। ପଳା ଟିକେ ସେଇଠି ଖାଇବା। ଏଗୁଡ଼ା ନେଇଯା ଟମାଟୋ ବନ୍ଧାକୋବି ସବୁ ନେଇଯା। ହଁ ଏତେ ଅଛି ନେଇଯା ସବୁ ନେଇଯିବୁ ଆଉ ଫୁକା ଦେଇ ଦେଖିଲୁ। ତାକୁ ଏମିତି ଭଲ ଲାଗୁଛି ସେ ବସି ପଡ଼ିଲାଣି। ତୁ ଖାଇବୁ ଏଗୁଡ଼ାକ ପଇସା ଦେ ଥଣ୍ଡା ଆଣିବୁ। ହଉ ଖାଇଦେବା ପାଇଁ ଭୋକ ଲାଗିବ। ଆମର ଆସିକି ପହଞ୍ଚିଲି 10-15 ମିନିଟ୍ ହେଲା। ପୁଣି ଗୋଦାମରେ ଆସିକି ଫୋନ୍ କରିଦେବା ଯେ ପୁଣି ଚାଉମିନ ବସ୍ତା ନେବା ପାଇଁ 7ଟା ବସ୍ତା ନେଇକି ଯିବି। ନେଇଗଲିଣି ଗୋଟେ ବସ୍ତା ପଡ଼ିଛି ଆଉ 5ଟା ବସ୍ତା ଲୁନା ରଖିଗଲିଣି। ଟ୍ୟୁବ୍ ବାନ୍ଧି ନେଇକି ଯିବି ଆଉ ସେଲିନ୍ ଯିବି ଏବେ ବାହାରିକି ଆଉ ଟ୍ୟୁବ୍ ଫିଟ୍ ଦେଇକି ଯିବି ଆଉ। ଗୋଦାମ 8ଟା ବନ୍ଦ ହେଇଯିବ 7ଟା ବାଜିଲାଣି ଆଉ ଘଣ୍ଟେ ଟାଇମ୍ ଅଛି ଜଲ୍ଦି ଯିବାକୁ ପଡ଼ିବ ଆଉ। ଏଇଠି ଆଉ 2ଟା ବସ୍ତା ଅଛି ଧରିକି ନେଇକି ଯିବି ଆଉ। ଗୋଦାମରେ ଆଜି 2 ଥର ହେଇଗଲା। ଏଇଟା ସନ୍ଧ୍ୟା ହେଇଲାନି ମାଲ ଧରିକି ଆଇଲି ପକେଇ ସାରିକି ଲୁନାର ରିଜର୍ଭ ଲାଗିଛି ଆଉ ଗଲାବେଳେ ତେଲ ପକେଇ ଦେଇକି ଯିବା ଟାଙ୍କିରୁ ଆଉ। ପୁଣି କାଲି ଆସିବା ନା ଲୁନା ନେଇକି ସେଥିପାଇଁ ଲୁନା ଏଠି ଛିଡ଼ା ହେଇଛି ଆଉ ଲୁନା ତ ଆମର ଗୋଦାମ ମାଲ ହେଉଛି ଲୁନା ଦେହରେ ଆଉ ଲୁନା ସବୁ ହେଉଛି କାଠ ବୁହା ହେଉଛି ମଇଦା ବୁହା ହେଉଛି ସବୁ ହେଉଛି ଲୁନାରେ। ଏପଟେ ଯିବା ଆଉ ରାତି ହେଇଗଲାଣି ଦେଖିବ ଆଜି କେତେ ତାରିଖ ହେଲା 17 ତାରିଖ ଧରା ପଇସା 17 ତାରିଖ ମିଳିଲା ଆଜି ଆମର 4-5 ହଜାର ଟଙ୍କା ତ ମାତ୍ର ଆଉ ରଖିଲେ କଟକ ସହରରେ 5,000 କିଛି ନା ପଇସା କ'ଣ ଲୋ କଟକ ସହରରେ 5,000 କିଛି ନୁହଁ। ମାସକୁ ଅତି କମରେ ସଉଦା ଖର୍ଚ୍ଚ 10,000 କେବଳ ସବୁ ଘର ଖର୍ଚ୍ଚ। ଯାହା 5,000 ମିଳିଛି ମନ ଟିକେ ଖୁସି ଲାଗୁଛି। ଆଜି କି ଖୁସି ଲାଗିବ କାମ କରିକି ଲାଷ୍ଟକୁ ଆଡ଼ଭାନ୍ସ ନେଇ ଆସିଲା ବେଳକୁ ଆଉ ପଇସା ରହୁନି। ତାପରେ ଆଡ଼ଭାନ୍ସ ନ ଆଣିଲେ ବି ଘର ଖର୍ଚ୍ଚ କେମିତି ହବ? ଆଡ଼ଭାନ୍ସ ନ ଆଣିଲେ ବି ଘର ଖର୍ଚ୍ଚ ନ ବାଡ଼ା ନାମିକୁ ଧଡ଼ ଧଡ଼ କରୁଛି। ହଉ ଯାହା ହେଲା ଏତିକି 2 ପଦ ଥିଲା ଆଉ ଚିକେନ କଷା ଦେଖାନ୍ତି ବଢ଼ିଆ ଆଳୁ କଷା ଇଏ ଅସନା ହେଇଗଲାଣି ସେଇଟା ପଟାଟା ତା ଆଉ ଗୋଟେ ତମକୁ କହିଲିଣି ଏମିତି ଗୋଟେ କାଗଜ ପେଟି ଗୋଟେ ଆଣୁନ ପେଟି ଅସନା ହେଇଗଲାଣି ଆଉ ଗୋଟେ ପେଟି ପକେଇଦେବୁ ଦେଇଦେବା ବାକି ପଇସା 1500 ଟଙ୍କା ଅଛି ଦେଇଦିଅ ମୋତେ ଭଲ ଲାଗୁନି ଖର୍ଚ୍ଚ ହେଇଯିବ ନା 10ଟା 22 ହେଲାନି ହଉ ଫୋନ କରିକି ପଚାରୁନ ଦୋକାନ ଖୋଲା ଅଛି କି ନାହିଁ ଦୋକାନ ସେ ବନ୍ଦ କରୁଥିବ ବି ଭଲ ଲାଗୁନି ପଇସାଟା ରହିଲେ ଆଣିବ ମାନେ ଯୋଉ କାଲିକି ଦେଇଦେବା ପଚାର କାଲିକି ଯିବୁ ତ ସବୁ ଜାଣିବ ଦେଇଦେବା ଆଉ ଏବେ ଆଉ ସଉଦା ଆସିବନି ସଉଦା 2-4 ଦିନ ଆସିବ ଦେଇଦିଅ ତା ପଇସା ମୁଁ ଭଲ ଲାଗୁନି ତା ପଇସା ଆଣି ଆଣୁ ତା ଦେଇଦିଅ ଭଲ ଜାଣିନ ବାଡ଼ା ନା ଭଲ ଅଛି
ଆମେ କେମିତି ଖୋଜୁଛେ ଆମର ଯାହା ପାଖରେ ପଇସା ଥିବ ଆମେ କେମିତି ଖୋଜୁଛେ ସାଙ୍ଗେ ସାଙ୍ଗେ ଦେଇ ଦିଅନ୍ତା କି ପଇସାଟା ସାଙ୍ଗେ ସାଙ୍ଗେ ଦେଇ ଦିଅନ୍ତା କି ସେମିତି ଆମେ ଯାହାର ଆଣିଛେ ତାକୁ ସାଙ୍ଗେ ସାଙ୍ଗେ ଦେଇଦେବାଟା ଭଲ। 10ଟା ବାଜିଲେ ତାହାରି କୁଆଡ଼େ ଡ୍ୟୁଟି ଯିବ ତାଲା ପାଖରେ କାଢ଼ି ଦେଇଦେବା ହାତରେ। ଡ୍ୟୁଟି ଏଇନେ କ'ଣ ସାଙ୍ଗେ ସାଙ୍ଗେ ଗଲାଣି? ପାଣି କ'ଣ ପାଇଁ ପିଉଛୁ ଖାଇବୁନି କି? ଆଉ ଖାଇ ତ ପାଣି କାହିଁ ଏତେ ପିଉଛୁ? ପେଟ ଗରମ ପରିସ୍ରା ପଡ଼ୁଛି। ପରିଶ୍ରମ ପେଟ ବରଫ ଖାଇଦେବେ ଯେ ବରଫ କାହିଁକି ଆମର ତ ଫ୍ରିଜ୍ ନାହିଁ ଜୀବନରେ ମୁଁ ଫ୍ରିଜ୍ ଦେଖିପାରିବି କି ନାହିଁ ଭାବୁଛି। ତୁ ଆଉ ସ୍ୱପ୍ନ ଦେଖ ନା ଫ୍ରିଜ୍ ସ୍ୱପ୍ନ ଦେଖୁଛୁ ଆହୁରି ଗରମ ହେଲାଣି ଗରମ ହେଲାନି ଗରମ ହୁଅନ୍ତାନି ଗରମ ଲାଗିଲାଣି। ଥଣ୍ଡା ଦିନ ପ୍ରବଳ ଥଣ୍ଡା ଲାଗୁଛି ଗରମ ଦିନ ପ୍ରବଳ ଗରମ ଲାଗୁଛି। ଏଇ ଯୋଉ ଧନ ପଇସାଟା କ'ଣ ଖର୍ଚ୍ଚ କରିବା ଧନ ମିଳିଛି କ'ଣ ଖର୍ଚ୍ଚ କରିବା କହୁନୁ? ଖର୍ଚ୍ଚ କ'ଣ କରିବା ଏତେ 2 ଦିନ ହେଲା ବେଳକୁ ସଉଦାରେ ସବୁ ଚାଲି ଯାଇଥିବ। ମାନେ କ'ଣ କହିଲ ଟିକେ ଇଚ୍ଛା ଥିବ ବଜାରକୁ ଯାଇକି କ'ଣ ଟିକେ ବୁଲି କ'ଣ ଟିକେ ଖାଇବାକୁ କ'ଣ ଟିକେ ଆଣିବାକୁ ଇଏ ମାନେ ଯଦି ଭାବିଦବା ଏଇନା କାଲି ଏତିକି ଟଙ୍କାର ସଉଦା ଆସିବ ପରଦିନ ଏତିକି ଟଙ୍କାର ସଉଦା ଆସିବ ହିସାବ କରିଦେଲା ବେଳକୁ ଏଇ ରୁକୁ ହିସାବ କଲା ବେଳକୁ 5,000 ଟଙ୍କା 5 ଦିନ 7 ଦିନରେ 5,000 ଟଙ୍କା ମାନେ ପୁରା ମାନେ ପଇସାଟା ତ ପୁରା ହିସାବ ହେଇକି ରହିଛି ଆଉ ଯେମିତି 6-7 ଦିନ କି 8-10 ଦିନ ଯେମିତି ଯିବ ସେମିତି ପୁରା ପଇସାଟା ହିସାବ ହେଇକି ରହିଛି। ଟଙ୍କାଟେ ବି ଅଧିକା ନାହିଁ କି ଯାଇକି କ'ଣ ଟିକେ ଖର୍ଚ୍ଚ କରିଦେବା ପାଇଁ ଏମିତି ହିସାବରେ ରହିଛି ପଇସା ଅଧିକା ନାହିଁ କି ହଁ ଯାଇକି କ'ଣ ଟିକେ ଖାଇକି ବୁଲିକି ଆସିବେ କ'ଣ ତ ଖାନା ପୁରା ହିସାବରେ ରହିଛି ପଇସା 8 ଦିନ 10 ଦିନ ରହିଛି। ଥାଉ ଅଧିକା ପଇସା ମିଳିଥିଲେ କ'ଣ ଖର୍ଚ୍ଚ ଆସିବ? 4-5 ହଜାର କ'ଣ ବାକି ପଇସା ତ 1,500 ଟଙ୍କା ନେଇଯିବ ଏଇଟା କଟକ ସହର ବା କଟକ ସହରରେ 5,000 କ'ଣ କିଛି ନୁହଁ କଟକ ସହରରେ 5,000 କିଛି ନୁହଁ। ସେଠି 5,000 ସପିଂ କରିଦିଏ ସୁବିଧା ଆଉ ମାସ ସାରା ଯିବା ଭିକ ମାଗି ତୁ ଭିକ ମାଗି ତୁ ଖର୍ଚ୍ଚ କରି ତୁ ଦେବୁ ଆଣିକି ଚଳେଇବୁ କାମ କରିବୁ ଚାଲ ନହେଲେ କାମ କରିବୁ ଚାଲେ ମିକୁ ଏଇ ଧଡ଼ ଧଡ଼ କଲେ ଭଲ ନୁହଁ ରାଗିବି ସମୟ ଏଇ ଧଡ଼ ଧଡ଼ ସାଉଣ୍ଡ ଶୁଣିଲେ ବିରକ୍ତ ଲାଗିବ।